ओम नमः शिवाय। नमस्ते टू एवरीवन। पूर्व क्लास रे श्रीमद् भगवद गीतार अष्टम अध्याय अक्षर ब्रह्मयोग संपर्क रे आलोचना करा जायतिला। आज आम आलोचना करिबा नवम अध्याय राजविद्या राजगुह्य योग संपर्क रे। ଏହି ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ହେ ଅର୍ଜୁନ, ତୁମ ପରି ଦୋଷ ତ୍ରୁଟି ଶୂନ୍ୟ ଭକ୍ତଙ୍କୁ ମୁଁ ଏପରି ପରମ ଗୋପନୀୟ ଦିବ୍ୟ ଜ୍ଞାନ ବୁଝାଇ କହିବି, ଯାହା ଜାଣିବା ଦ୍ୱାରା ତୁମେ ଏହି ଦୁଃଖ ରୂପୀ ସଂସାରରୁ ମୁକ୍ତ ହୋଇଯିବ। ଏହି ଜ୍ଞାନ ହେଉଛି ସେହି ଈଶ୍ୱରୀୟ ଜ୍ଞାନ, ଯାହାକି ସକଳ ବିଦ୍ୟାର ରାଜା, ସମସ୍ତ ଗୋପନୀୟ ରହସ୍ୟମାନଙ୍କର ସମ୍ରାଟ, ଯାହା ଅତ୍ୟନ୍ତ ପବିତ୍ର, ଅତି ଉତ୍ତମ, ପ୍ରତ୍ୟକ୍ଷ ଫଳଦାୟୀ, ଧର୍ମଯୁକ୍ତ, ଅବିନାଶୀ, ସାଧନା କରିବାରେ ଅତ୍ୟନ୍ତ ସହଜସାଧ୍ୟ। ଏହି ବିଦ୍ୟା ପ୍ରାଣୀ ଅକ୍ଷୟ ବଳ ପ୍ରଦାନ କରିଥାଏ। ଏହି ଜ୍ଞାନ ପ୍ରତି ଯାହାର ଶ୍ରଦ୍ଧା ନାହିଁ, ଏ ଜନ୍ମ ମୃତ୍ୟୁ, ଏ ଦୁଃଖମୟ ସଂସାର ପଛରେ ଘୁରି ବୁଲୁଥାଏ। ହେ ପାର୍ଥ, ଅବ୍ୟକ୍ତ ତଥା ଇନ୍ଦ୍ରିୟ ଅଗୋଚର ଭାବରେ ମୁଁ ଏ ସଚରାଚର ଜଗତକୁ ବ୍ୟାପି ରହିଛି। ସର୍ବତ୍ର ଗମନଶୀଳ ବାୟୁ ଯେପରି ଆକାଶ ଭିତରେ ଅବସ୍ଥିତ, ସେମିତି ସକଳ ପ୍ରାଣୀ ମୋ ଭିତରେ ଅବସ୍ଥିତ, ମାତ୍ର ମୁଁ ସେମାନଙ୍କ ଭିତରେ ଜଡ଼ିତ। ତେବେ ମୁଁ ସକଳ ପ୍ରାଣୀଙ୍କ ଧାରକ ଓ ପାଳକ, ଏକଥା ହିଁ ସତ୍ୟ ଅଟେ। ହେ ଅର୍ଜୁନ, କଳ୍ପକ୍ଷୟ ବା ବ୍ରହ୍ମ ଦିବସ ଶେଷରେ ପ୍ରଳୟ ଆରମ୍ଭ ହୋଇ ବ୍ରହ୍ମାଣ୍ଡର ସମସ୍ତ ପ୍ରାଣୀ ମୋରି ମାୟା ପ୍ରକୃତିରେ ବିଲୀନ ହୋଇଯାଆନ୍ତି। ପୁଣି ବ୍ରହ୍ମରାତ୍ରି ଶେଷରେ ଅର୍ଥାତ୍ ନୂତନ କଳ୍ପ ବ୍ରହ୍ମ ଦିବସ ଆରମ୍ଭ ହେବା ମାତ୍ରେ ବ୍ରହ୍ମାଣ୍ଡର ସୃଷ୍ଟି ପ୍ରକ୍ରିୟାକୁ ଗତିଶୀଳ କରାଇଥାଏ, ଅର୍ଥାତ୍ ସକଳ ଜୀବଙ୍କୁ ସୃଷ୍ଟି କରିଥାଏ। ମୁଁ ମୋର ନିଜର ପ୍ରକୃତିକୁ ଗ୍ରହଣ କରି ସ୍ୱଭାବବଶତଃ ପରତନ୍ତ୍ର ହୋଇଥିବା ଏ ସମସ୍ତ ଜୀବଧାରୀଙ୍କୁ ସେମାନଙ୍କର କର୍ମ ଅନୁସାରେ ବାରମ୍ବାର ସୃଷ୍ଟି କରିଥାଏ। ହେ ଅର୍ଜୁନ, ମୁଁ ସେସବୁ କର୍ମରେ ଅନାସକ୍ତ ଏବଂ ଉଦାସୀନ ସଦୃଶ, ଅର୍ଥାତ୍ କର୍ତ୍ତାପଣର ଅଭିମାନ ନ ରଖି ସମସ୍ତ କର୍ମ କରୁଥିବାରୁ ସୃଷ୍ଟି କର୍ମ ପ୍ରକ୍ରିୟାରେ ପରମାତ୍ମାକୁ ବାନ୍ଧି ରଖେ ନାହିଁ। ମନେ ରଖ, ମୋର ଅନନ୍ୟ ଶକ୍ତି ସାହାଯ୍ୟରେ ହିଁ ସଂସାର ଚକ୍ର ଘୁରୁଥାଏ, ଆଉ ପ୍ରକୃତି ସମ୍ପୂର୍ଣ୍ଣ ଜଗତକୁ ସୃଷ୍ଟି କରେ। ମୋର ପରମ ଭାବକୁ ଜାଣି ନଥିବା, ବ୍ୟର୍ଥ ଆଶା ରଖୁଥିବା, ବ୍ୟର୍ଥ କର୍ମ କରୁଥିବା, ଜ୍ଞାନହୀନ, ଅସ୍ଥିର ମନା, ତାମସିକ ରାଜସିକ ପ୍ରକୃତିର ମୂଢ଼ ଲୋକମାନେ ମନୁଷ୍ୟ ରୂପଧାରୀ ମୋର ମାନବ ଶରୀରକୁ ଅଜ୍ଞାନ ମନେ କରନ୍ତି। ମୋର ନିଜର ଯୋଗମାୟା ବଳରେ ଏ ସଂସାରର ଉଦ୍ଧାର ନିମନ୍ତେ ମନୁଷ୍ୟ ରୂପରେ ବିଚରଣ କରୁଥିବା ମୋତେ ସେ ସାଧାରଣ ମନୁଷ୍ୟ ବୋଲି ଭାବନ୍ତି। ତେଣୁ ସେମାନଙ୍କ ସମସ୍ତ ଯାଗଯଜ୍ଞ ନିଷ୍ଫଳ ହୁଏ, ସକଳ ପାଣ୍ଡିତ୍ୟ ବିଫଳ ହୋଇଥାଏ। କିନ୍ତୁ ଯେଉଁମାନେ ପ୍ରକୃତ ଜ୍ଞାନୀ, ଯେଉଁମାନେ ଜାଣନ୍ତି ଜଗତର ଆଦି କାରଣ ମୁଁ ନିତ୍ୟ ସନାତନ, ସେମାନେ ସାତ୍ତ୍ୱିକ ପ୍ରକୃତି ନେଇ ଜନ୍ମ ନେଇଥାନ୍ତି। ସାତ୍ତ୍ୱିକ ପ୍ରକୃତିଧାରୀ ଜ୍ଞାନୀମାନେ ଏକାଗ୍ର ଚିତ୍ତରେ ମୋତେ ଉପାସନା କରିଥାନ୍ତି। କେହି କେହି ଭକ୍ତି ଭାବରେ ବିଭୋର ହୋଇ ଭଜନ କୀର୍ତ୍ତନ ମନ୍ତ୍ର ଉଚ୍ଚାରଣ କରି ମନପ୍ରାଣ ସମର୍ପଣ ପୂର୍ବକ ମୋତେ ପୂଜା କରନ୍ତି। ଆଉ କେହି କେହି ମୋତେ ଯୋଗ ଆଉ ତପସ୍ୟା କରି ଉପାସନା କରନ୍ତି। ଆଉ କେହି ବ୍ରହ୍ମା ବିଷ୍ଣୁ ମହେଶ୍ୱର ରୂପରେ ଉପାସନା କରେ। ଆଉ କେତେକ ଜ୍ଞାନୀ ଯୋଗୀ ନିର୍ଗୁଣ ନିରାକାର ବ୍ରହ୍ମ ବୋଲି ଜାଣି ଜ୍ଞାନ ଯଜ୍ଞ ଦ୍ୱାରା ଅଭିନ୍ନ ଭାବରେ ଉପାସନା କରନ୍ତି। ହେ ଅର୍ଜୁନ, ମୁଁ ହିଁ ଯଜ୍ଞ, ମୁଁ ହିଁ ଅନ୍ନ, ମୁଁ ହିଁ ମନ୍ତ୍ର, ମୁଁ ହିଁ ହୋମର ଘୃତ, ମୁଁ ହିଁ ହୋମର ଅଗ୍ନି, ମୁଁ ହିଁ ହୋମର ଆହୁତି ମଧ୍ୟ। ମୁଁ ହିଁ ଏହି ସମସ୍ତ ଜଗତର ସୃଷ୍ଟି କର୍ତ୍ତା, ଧାରଣକର୍ତ୍ତା ଆଉ କର୍ମଫଳଦାତା। ମୁଁ ହିଁ ପବିତ୍ର ଓମ୍ ତତ୍ତ୍ୱ, ଋକ୍ ସାମ୍ ଯଦୁ ବେଦ ହେଉଛି ମୁଁ ହିଁ ସକଳ ପ୍ରାଣୀର ଗତିମୁକ୍ତିଦାତା, ନିୟନ୍ତା, ଶୁଭାଶୁଭ ଦ୍ରଷ୍ଟା। ମୁଁ ଶରଣାଗତର ରକ୍ଷାକର୍ତ୍ତା, ହିତକାରୀ ବନ୍ଧୁ। ମୁଁ ସ୍ରଷ୍ଟା, ମୁଁ ପ୍ରଳୟକର୍ତ୍ତା, ମୁଁ ସକଳ ପ୍ରାଣୀର ଆଧାର। ମୁଁ ଅବିନାଶୀ, ମୁଁ ସୂର୍ଯ୍ୟ ରୂପରେ ଉତ୍ତାପଦାନ କରିଥାଏ। ମୁଁ ବର୍ଷା ଜଳ ଶୋଷଣ କରେ ଆଉ ଜଳ ରୂପରେ ବର୍ଷଣ କରେ। ମୁଁ ଅମୃତ ଜୀବନ, ମୁଁ ହିଁ ମୃତ୍ୟୁ, ଅର୍ଥାତ୍ ମୁଁ ନିଜେ ହିଁ ଅବିନାଶୀ, ଅମୃତ ଆତ୍ମା। ମୁଁ ବିନାଶଶୀଳ ଏହି ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ। ଋକ୍ ସାମ୍ ଯଦୁ ଏହି ତିନୋଟି ବେଦରେ ବର୍ଣ୍ଣିତ ଯଜ୍ଞ ଦ୍ୱାରା ଯୋଗୀମାନେ ମୋତେ ଆରାଧନା କରି ପାପମୁକ୍ତ ହୁଅନ୍ତି, ସ୍ୱର୍ଗଲୋକ କାମନା କରନ୍ତି। ପୁଣ୍ୟ ବଳରେ ପାପ ତାପ ବିହୀନ ସ୍ୱର୍ଗଲୋକକୁ ଯାଇ କିଛି ଦିନ ସ୍ୱର୍ଗ ସୁଖ ଲାଭ କରନ୍ତି। କିନ୍ତୁ ସେମାନଙ୍କର ପୁଣ୍ୟ ଫଳ ଶେଷ ହୋଇଗଲା ପରେ ସେମାନେ ମର୍ତ୍ତ୍ୟ ଲୋକକୁ ଆକର୍ଷିତ ହୋଇ ଫେରି ଆସନ୍ତି, ଜନ୍ମ ମୃତ୍ୟୁ ବନ୍ଧନରେ ପତିତ ହୁଅନ୍ତି। କାମନାର ବଶବର୍ତ୍ତୀ ଏଭଳି ବ୍ୟକ୍ତି ବାରମ୍ବାର ଭବ ସଂସାରରେ ଆତଯାତ ହୋଇଥାଏ। ଯିଏ ଅନାସକ୍ତ ଭାବରେ ଏକାଗ୍ର ଚିତ୍ତରେ ଉପାସନା କରେ, ତାକୁ ଅପ୍ରାପ୍ତ ବସ୍ତୁ ପ୍ରଦାନ କରେ, ଆଉ ପ୍ରଦାନ କରିଥିବା ବସ୍ତୁର ସେହି ରକ୍ଷଣା ଦାୟିତ୍ୱ ମୋତେ ନିଜେ ବହନ କରେ। ଯିଏ ନାନା ଦେବାଦେବୀଙ୍କୁ ଉପାସନା କରେ, ଅଜାଣତରେ ମୋତେ ହିଁ ପୂଜା କରିଥାଏ, ତେବେ ସେପରି ବ୍ୟକ୍ତି ସ୍ୱର୍ଗ ସୁଖ ଲାଭ କରେ, କଦାଚିତ୍ ମୋକ୍ଷ ଲାଭ କରିପାରେ ନା। କାରଣ ସେମାନଙ୍କର ପୂଜା ଅବଧିପୂର୍ବକ ହୋଇଥାଏ, ଅଜ୍ଞାନପୂର୍ବକ ହୋଇଥାଏ। ସେମାନେ ମୋତେ ଈଶ୍ୱର ପରମାତ୍ମା ତତ୍ତ୍ୱକୁ ଜାଣନ୍ତି ନାହିଁ। ତେଣୁ ସେମାନେ ପୂଜା କଲେ ମଧ୍ୟ ସେମାନଙ୍କ ପତନ ହୋଇଥାଏ, ସେମାନେ ପୁନର୍ଜନ୍ମ ପ୍ରାପ୍ତି ହୋଇଥାନ୍ତି।
हे अर्जुन तुमको आउ एक रहस्यमय तत्वज्ञान कथा कहूँ। देवता मानक पूजा करुवा मनुष्य माने देवता मानक प्राप्त हुअन्ति। पितृ मानक पूजा करुवा मनुष्य माने पितृ मानक प्राप्त हुअन्ति। भूतप्रेत मानक पूजा करुवा मनुष्य माने भूतप्रेत प्राप्त हुअन्ति। एवं परमात्मा पूजा करुवा कर्तव्य कर्म पालन करी पूजा करुवा मनुष्य माने परमात्मा प्राप्त हुअन्ति आ मोक्ष लाभ करन्ति। भक्तिर सहित फूलटिए फलटिए पत्रटिए जलटिए मते दिए ताकू गोटे निष्काम भक्तिर उपहार मन करी प्रीतिर ग्रहण करे। हे अर्जुन तुमे जहाँ कर्म करुच खाऊच होम करुच जहाँ किछि दान करुच जो उद्देश्य तपस्या करुच से सबुको मते अर्पण कर। एभली मतरे समस्त कर्म मते अर्पण करी फल प्रति आसक्ति न रखी कर्तव्य कर्म करिले तुमे समस्त कर्मर शुभाशुभ फल प्राप्ति मुक्त होइजिव एवं सेतिरु मुक्त होइकी रहिब। मने रख मु सकल प्राणीक पई साधना केही मोर मित्र नुहे शत्रु नुहे कि केही मोर प्रिय नुहे कि अप्रिय नुहे। जी मते भक्तिर सहकारे आराधना करे मु ताठारे प्रकट होइथाए। जदि कौनसी दुराचारी महापापी एकाग्र चित्तरे मोर भक्त हेई मते आराधना करे से साधु रूपरे परिवर्तित हुए कहीं तार चेतना जाग्रत हेबा फलरे से स्थिर बुद्धि हेई यथार्थ निश्चय करिथाए जे परमेश्वरଙ୍କ आराधना समान अन्य किछि भी जगत रे नाही। तेणु से खूब शीघ्र ही धर्मात्मा पाल्टी जाए कारण जेते हीन कूलर जन्म होइथिले भी अवैध जारज होइथिले भी नारी होइथिले भी जड़े मते भक्ति उपासना करी परम गति प्राप्त होती। तेणु तुम्हें भी मोठारे मन लगाओ मोर भक्त हुआ मोर उपासना कर एमिथि आत्मा को परमात्मा ठारे जोग करी तुम्हें निश्चय परम गति लाभ हब। यह ही भगवान यही अध्याय अर्जुन को बुझाई। हरि ओम तत्सत।